ଦିନେ ମୁଁ ଏଟିଏମ୍ ପାଖକୁ ଗଲାବେଳକୁ ଜଣେ ଦେଖିଲି ଏକଦମ ବୟସର ଶେଷ ସୀମାରେ ପହଞ୍ଚି ଯାଇଛନ୍ତି ଜଣେ ବୃଦ୍ଧା। ତାଙ୍କର ଗୋଟିଏ ହାତରେ ଗୋଟିଏ କନା ବ୍ୟାଗ୍ ଅଛି, ସେଥିରେ କିଛି କାଗଜପତ୍ର, ଆଉ ଗୋଟେ ବ୍ୟାଗ୍ରେ ତାଙ୍କର ଫୋନ୍ଟେ ଅଛି। ମୁଁ ଏଟିଏମ୍ ଭିତରେ ପଶିଲା ଟାଇମ୍ରେ ସେ ମୋ ହାତଟିକୁ ଧରି ପକାଇଲେ, କହିଲେ ବାବା ମୋତେ ଟିକେ କିଛି ପଇସା କାଢ଼ିଦେବ, ମୋ ଏଟିଏମ୍ କାର୍ଡ଼ଟି ନିଅ। ମୁଁ କହିଲି ମାଉସୀ ଆପଣ ଆସୁନାହାନ୍ତି ଭିତରେ। ନା ବାପା ମୁଁ ସେ ଥଣ୍ଡାରେ ଏସି ଭିତରେ, ସେଇ ଭିତରେ ଯେଉଁ ଏତେ ଥଣ୍ଡା, ମୁଁ ସେଠି ଯାଇପାରେନି। ଶୁଣ, ଏଇ ମୋର କୋଡ଼ ନମ୍ବରଟା ହେଉଛି 1111। ଏଇ କଥା ଶୁଣି ମୁଁ ସାଙ୍ଗେ ସାଙ୍ଗେ ଆଶ୍ଚର୍ଯ୍ୟଚକିତ ହେଇଗଲି। ମୁଁ କହିଲି ଆପଣ କେମିତି ଓପନଲି ମୋତେ ଇଏ ଦେଲେ? କହିଲେ ନା ନା, ମୁଁ ତୁମକୁ ଦେଲି, ମୁଁ ସମସ୍ତଙ୍କୁ ଦିଏନି, ତେବେ ମୋର 9,000 ଟଙ୍କା ତୁମେ କାଢ଼ିଦେବ। ଜାଣିନେ କାହିଁକି ଭିତରେ ପଶି ମୋର ଟିକେ କାହିଁକି ମନଟା ପାପ ଛୁଇଁଲା। ମୁଁ 9,000 ଟଙ୍କାଟାକୁ 3 ଥରରେ କାଢ଼ିଲି। ତାଙ୍କୁ 9,000 ଟଙ୍କା ଦେଲି, ଆଉ 18,000 ଟଙ୍କା ମୁଁ ନିଜ ପାଖରେ ରଖିଲି। ମୁଁ ଜାଣିନି ଏ ଜିନିଷଟା ମୁଁ କେତେବେଳେ କଲି, କାହିଁକି ଆକ୍ଚୁଆଲି ମୁଁ ଜଣେ ସ୍ୱଳ୍ପ ବେତନଧାରୀ ଜଣେ ପ୍ରାଇଭେଟ୍ କମ୍ପାନୀରେ ଜବ୍ କରେ। ତ ଦରମା କମ୍ ହେବା ଦ୍ୱାରା ମୋର ସବୁବେଳେ ପ୍ରାୟ ଘରେ ଅସୁବିଧା ଲାଗିଥାଏ। ଫାଇନାନ୍ସିଆଲି ମୁଁ ପ୍ରୋବ୍ଲେମ୍ରେ ଥାଏ। ମୋର ଗୋଟେ 6 ବର୍ଷର ପୁଅ, ମୋ ସ୍ତ୍ରୀ ଆଉ ମୁଁ, ଆଉ ମୋର ଜଣେ ବୁଢ଼ା ବାପା। ମୋର ଯିଏ ବାପା, ସେ ରେଗୁଲାର ତାଙ୍କୁ ଦେହ ଖରାପ ହୁଏ। ତାଙ୍କୁ ସବୁବେଳେ ମୁଁ ଡକ୍ଟର ପାଖକୁ ନେଇକି ତାଙ୍କୁ ଟ୍ରିଟମେଣ୍ଟ କରାଏ। ତ ଏବେ ତାଙ୍କ ଟ୍ରିଟମେଣ୍ଟ ପାଇଁ ମୋତେ ଡକ୍ଟର 20,000 ଟଙ୍କା ଦରକାର ବୋଲି କହିଥିଲେ। ମୁଁ ସେଇଠୁ 18,000 ଟଙ୍କାଟା ତାଙ୍କର ମୋ ପାଖରେ ରଖି, ଆଉ ନିଜର 2,000 ଟଙ୍କା କାଢ଼ି ମୁଁ ଏଟିଏମ୍ ବାହାରେ ଆସିଲି, ଆଉ ମାଉସୀ ହାତରେ କାର୍ଡ଼ଟା ଦେଇ 9,000 ଟଙ୍କା ଦେଲି। ତାପରେ ସିଏ ମୋତେ ହାତଟି ଧରି କହିଲେ ବାବା ଏତେ ଗୁଡ଼ା ଟଙ୍କା ଦେଖ, ଅଣ୍ଟା ତ ନୁଇ ଯାଇଛି, ଭାରି କଷ୍ଟରେ ମୁଁ ମାନେ ଏଠୁକୁ ଆସିଛି। ଶୁଣ, ସାମ୍ନାରେ ଯେଉଁ ଅଟୋଟା ଯାଉଛି ତମେ ତାକୁ ଡାକ, ମୋତେ ଟିକେ ନେଇକି ଘରେ ଛାଡ଼ି ଦେଇ ଆସିବ। ପିଲାର ବିଲକୁଲ ଇଚ୍ଛା ନଥିଲା, ମୋର ଟୋଟାଲ ଇଚ୍ଛା ନଥିଲା ସେ ମାଉସୀଙ୍କୁ ଛାଡ଼ିବା ପାଇଁ, କିନ୍ତୁ ମୋତେ ମୋ ବିବେକ ବାଧା ଦେଲା। ମୁଁ ତାଙ୍କ ସହିତ ତାଙ୍କ ଘରକୁ ଗଲି। ବିରାଟ ଘର, 2 ମହଲା ଘର। ଘରର ତଳେ ତାଙ୍କର ଗୋଟେ କ୍ଲବ୍ ହାଉସ୍, ସେଇଠି ସବୁ ସାହିର ପିଲାମାନେ ଖେଳୁଛନ୍ତି, ଆଉ ଇନଡୋର୍ ଗେମ୍ ଖେଳନ୍ତି, ସେଠି ରାତିରେ ରୁହନ୍ତି। ସେଇଟା ଟୋଟାଲ ସିଏ ତାଙ୍କ ପାଇଁ ଛାଡ଼ି ଦେଇଛନ୍ତି। ଉପରେ ଯାଇକି ମାଉସୀ ଯେତେବେଳେ କଲିଂ ବେଲ୍ ମାରିଲେ, ଦେଖିଲି ଗୋଟିଏ ଅଳ୍ପ ବୟସର 19-20 ବର୍ଷର ଗୋଟେ ଝିଅ କବାଟ ଖୋଲିଲା। ତାପରେ ମୁଁ ତାଙ୍କୁ କହିଲି ଆପଣ ତ କହୁଥିଲେ ଆପଣ ଏକୁଟିଆ ରୁହନ୍ତି, ତାହେଲେ ଏଇ ଝିଅଟି? ନାଇଁ, ଝିଅଟି କଥା କହିପାରେନି, ଏ ମୋ ପାଖରେ 24 ଘଣ୍ଟା ରହେ, ମୋର ଦେଖଭାଲ କରେ, ମୋ ଘରର ଯାବତୀୟ କାମ ସିଏ କରେ। ତାପରେ ଦେଖିଲି ଘରେ ବିରାଟ ଘର, ବହୁତ ରୁମ୍। ମୋତେ ନେଇ ତାଙ୍କର ଡ୍ରଇଂ ରୁମ୍ରେ ବସେଇଲେ। ତାପରେ ସେ ଝିଅକୁ ଠାରିଦେଲେ। ସେ କିଛି ମିଠା ଆଉ ପାଣି ନେଇକି ତାଙ୍କୁ ଦେଲା। ମୁଁ ତ ଭୋକରେ ଥିଲି, ମୁଁ ତାକୁ ଗାଉଁ ଗାଉଁ କରି ଖାଇଦେଲି। ତାପରେ ସେ କହିଲେ ବାବା ଟିକେ ବସ, ମୁଁ ଟିକେ ଆସୁଛି କହିକି ସେ ଆଲମିରାରେ ପଇସା ରଖିକି 2,000 ଟଙ୍କା ସେ ଆଣିକି ମୋ ହାତରେ ଦେଲେ। ତାପରେ କହିଲେ ବାପା ମୁଁ ଜାଣିଛି ତମେ 9,000 ଟଙ୍କା ନୁହଁ, ତମେ 9,000 ଟଙ୍କାଟାକୁ 3 ଥର କରି କାଢ଼ିଛ। 18,000 ଟଙ୍କା ତୁମେ ତୁମ ନିଜ ପାଖରେ ରଖିଛ। ତମେ ସବୁ କଥା ମୋତେ ତୁମେ କହିଛ, ତମର ବାପାଙ୍କ ପାଇଁ ପଇସା ଦରକାର ବୋଲି। ନିଅ, ଆଉ 2,000 ଟଙ୍କା ତୁମେ ରଖ। ମୁଁ ଜାଣିଛି ତୁମେ ଚୋର ନୁହଁ, କି ତୁମର କୌଣସି ଇରାଦା ଖରାପ ନଥିଲା, କିନ୍ତୁ ବାଧ୍ୟ ହୋଇ ତୁମେ କରିଛ। ମୋର 3 ଥର ଯାକ ମୋ ପାଖରେ ଆସିଲା ଫୋନ୍ରେ ଯେ ମୋର 9,000 ଟଙ୍କାଟାକୁ 3 ଥର କରି
କଢ଼ା ହେଇଛି ବୋଲି ମେସେଜ୍ ଆସିଲା। ଏହା ଶୁଣି ମୋର ମାନେ ଗୋଡ଼ରୁ ମୁଣ୍ଡ ଯାଏ ପୁରା ଝାଳରେ ମୁଁ ଓଦା ହେଇଗଲି। ମୁଁ ସାଙ୍ଗେ ସାଙ୍ଗେ ତାଙ୍କ ଗୋଡ଼କୁ ପୁରା ଗୋଡ଼ ଧରିକି ମୁଁ କ୍ଷମା ପ୍ରାର୍ଥନା କଲି। ସେଠୁ ସିଏ ତଳୁ ମୋତେ ଉଠେଇକରି କହିଲେ, ଦେଖ ମୁଁ ଜାଣିଥିଲି ଯେ ତୁମର କିଛି ଅସୁବିଧା ପାଇଁ ତୁମେ ଏଇଟା କରିଛ, ତୁମେ ଏତେ ଖରାପ ନୁହଁ, ବଟ୍ ମୁଁ ବି ମୂର୍ଖ ନୁହେଁ। ମୁଁ ବି ଜଣେ ଟିଚର୍ ଆଉ ମୋର ହଜବେଣ୍ଡ ଜଣେ ପ୍ରଫେସର ଥିଲେ। ଏ ଘରଟି ଆମର କୌଣସି ସନ୍ତାନ ସନ୍ତତି ନଥିବାରୁ ଏ ଘରେ ମୁଁ ଏକୁଟିଆ କେମିତି ରହିବି ବୋଲି ମୁଁ ତଳେ ସେ ପିଲାଙ୍କୁ ରଖିଥିଲି। ଯଦି ମୁଁ ଚାହିଁଥାନ୍ତି ମୋତେ 5 ମିନିଟ୍ ବି ଲାଗିନଥାନ୍ତା ତୁମଠୁ ଟଙ୍କା ଆଦାୟ କରିବା ପାଇଁ, କିନ୍ତୁ ମୁଁ ଜାଣିଲି ତୁମ କଥାରେ ସତ୍ୟତା ଅଛି। ତୁମେ ବେସିକାଲି କୌଣସି ଚୋର କି କୌଣସି ଠକ ନୁହଁ। ଆଉ ସେଇଠି ତାଙ୍କ ଗୋଡ଼ ଧରି ଯେତେବେଳେ ମୁଁ କ୍ଷମା ମାଗିଲି, ମୁଁ ଭଗବାନଙ୍କୁ ଜଣାଇଲି ଆଉ ତାଙ୍କୁ ମା' ସଦୃଶ ଲାଗିଲା। ମୁଁ ସ୍ୱୟଂ ଜଣେ ଦେବୀଙ୍କୁ ଦର୍ଶନ କରୁଛି, ତାଙ୍କ ପାଦ ଧରିଛି। ସେତେବେଳକୁ ମୁଁ ପ୍ରତିଜ୍ଞା କଲି ଯେ ଭବିଷ୍ୟତରେ ଆଉ ଯେତେ ବଡ଼ ବି ବିପଦ ଆସୁ ମୁଁ କେବେ ଏଇସବୁ କାମ ଆଉ ମୋ ଲାଇଫ୍ରେ ମୁଁ କେବେ କରିବିନି। ଆଉ ଏ ଗପଟି ଆପଣଙ୍କୁ କେମିତି ଲାଗିଲା? ଏଇଟା କ୍ଷୁଦ୍ର ଗଳ୍ପ, ବଟ୍ ଖୁବ୍ ମାନେ ଗୋଟେ ଶିକ୍ଷଣୀୟ ଯେ ଅସୁବିଧାରେ ପଡ଼ିଲେ ମଣିଷ ନିଜର ବୋଧ ଶକ୍ତି ବି ହରାଇ ବସେ। ସେ ଜାଣିପାରେନି କ'ଣ କରିବ କ'ଣ ନାହିଁ। ଇଚ୍ଛା ତା'ର ଥିଲା ପ୍ରବଳ ବାପାଙ୍କୁ ଭଲ କରିବା ପାଇଁ, କିନ୍ତୁ ଅର୍ଥ ସବୁବେଳେ ତା'ର ବାଧକ ହେଉଥିଲା। ଗପଟି ଆପଣଙ୍କୁ କେମିତି ଲାଗିଲା? ନିଶ୍ଚୟ ୟାକୁ ଲାଇକ୍, ସେୟାର ଆଉ କମେଣ୍ଟ ବକ୍ସରେ କିଛି ଲେଖନ୍ତୁ, ସୋ ଦ୍ୟାଟ୍ ମୁଁ କିଛି ଜାଣିବି ମୋ କହିବା ଷ୍ଟାଇଲ୍ଟା ଠିକ୍ ହେଉଛି କି ନାହିଁ, କି ମୁଁ ଆଉ କ'ଣ କିଛି କାରେକ୍ସନ୍ କରିବି କି ନାହିଁ ନା। ଆଉ ଯଦି ଯିଏ ନୂଆ ହେଇଥିବେ ଏଇଠି ନିଶ୍ଚୟ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହିଲି, ନମସ୍କାର।